ଏହା ହେଉଛି ଜଣେ ମୁସଲିମ ଲୋକର କାହାଣୀ, ଯିଏକି ନିଜ ହିନ୍ଦୁ ସାଙ୍ଗର IPS ସ୍ୱପ୍ନ ପୂରଣ କରିବା ପାଇଁ ନିଜର ସୁନା ଚେନ୍ ଦେଇଥିଲେ। ନିଜ ସୁନା ଚେନ୍ ବିକ୍ରି କରିଦେଇଥିଲେ। ଏହି ଘଟଣାର 7 ବର୍ଷ ପରେ ଏକ ଚମକେଇ ଦେବା ପରି ଘଟଣା ଘଟିଥିଲା, ଯେତେବେଳେ ହିନ୍ଦୁ ସାଙ୍ଗ SP ହୋଇ ତାଙ୍କ ମୁସଲିମ ସାଙ୍ଗଙ୍କ ଘରେ ପହଞ୍ଚିଲେ, ଯିଏକି ନିଜ ସୁନା ଚେନ୍ ଦେଇ ତାଙ୍କ ସ୍ୱପ୍ନ ପୂରଣ କରେଇଥିଲେ। ହେଲେ SP ହୋଇ ଯେତେବେଳେ ସେ ମୁସଲିମ ସାଙ୍ଗଙ୍କ ଘରେ ପହଞ୍ଚିଲେ ଆଉ ଘରେ ଯେମିତି ପାଦ ଦେଇଛନ୍ତି, ସେ ଦୃଶ୍ୟ ଦେଖିକି ଚମକି ପଡ଼ିଲେ। ତାଙ୍କର ମୁଣ୍ଡ ଘୂରିଗଲା। ସେ ମୁଣ୍ଡରେ ହାତ ଦେଇ ତଳେ ବସି ପଡ଼ିଲେ। ତ ଆପଣଙ୍କ ମନରେ ନିଶ୍ଚୟ ଆସୁଥିବ କି ଏମିତି କ'ଣ ହେଲା ସେ ମୁସଲିମ ସାଙ୍ଗ ସହିତ? ଘର ଭିତରେ SP ସାହେବ ଏମିତି କି ଦୃଶ୍ୟ ଦେଖିଲେ? ପୁରା ସତ ଜାଣିବା ପାଇଁ ଭିଡିଓର ଶେଷ ଯାଏଁ ଦେଖନ୍ତୁ। ଆପଣ ବି ଚକିତ ହୋଇଯିବେ। ଏମିତି ଉଦାହରଣ ଆପଣ କେବେ ବି ଦେଖିନଥିବେ। ଭିଡିଓକୁ ଲାଇକ୍ ଓ ସେୟାର ନିଶ୍ଚୟ କରିଦେବେ। ଆଉ ଯେଉଁମାନେ ଭିଡିଓ ଦେଖିବା ଆଗରୁ ନିଜର ନାଁ ଓ ଜାଗା ନାଁ ସହିତ କମେଣ୍ଟ କରିବେ, ସେମାନଙ୍କର ନାଁ ପର ଭିଡିଓରେ ଘୋଷଣା ହେବ। ଖୋର୍ଦ୍ଧାର ଛୋଟିଆ ଗାଁ ନିରାକାରପୁରରେ ରହୁଥିଲେ ରିତେଶ ଓ ସିରାଜ। ଉଭୟ ଘନିଷ୍ଠ ବନ୍ଧୁ ଥିଲେ। ଗୋଟିଏ ସ୍କୁଲରେ ପଢୁଥିଲେ। ସାଥୀ ହୋଇ ସବୁ ଦୁଃଖ ସୁଖ ବାଣ୍ଟୁଥିଲେ। ରିତେଶଙ୍କ ପିଲାଦିନରୁ ସ୍ୱପ୍ନ ଥିଲା କି ସେ ଜଣେ ବଡ଼ ପୋଲିସ ଅଫିସର ହେବେ। ଆଉ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ସିରାଜ ତାଙ୍କୁ ସବୁବେଳେ ଉତ୍ସାହିତ କରୁଥିଲେ। ରିତେଶ ପାଠ ଭଲ ପଢୁଥିଲେ, ହେଲେ ପରିବାରର ଅବସ୍ଥା ଭଲ ନଥିଲା। ତାଙ୍କ ପାଖରେ ଏତେ ସାଧନ ନଥିଲା ଯେ ସେଥିରେ ସେ ସ୍ୱପ୍ନ ପୂରଣ କରିପାରିବେ। ସିରାଜଙ୍କ ପରିବାରର ଆର୍ଥିକ ଅବସ୍ଥା ଠିକଠାକ୍ ଥିଲା। ଆଉ ସିରାଜ ଜଣେ ଦୟାଳୁ ସ୍ୱଭାବର ଲୋକ ଥିଲେ। ସେ ରିତେଶଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ। ଦିନେ ନିଜର ସ୍ୱପ୍ନ ଓ ପରିବାରର ଆର୍ଥିକ ଅବସ୍ଥା କହି ସିରାଜ ଆଗରେ ରିତେଶ କାନ୍ଦି ପକେଇଲେ। ଆଉ ସାଙ୍ଗ ଆଖିରେ ଲୁହ ଦେଖି ସିରାଜ ସାଙ୍ଗେ ସାଙ୍ଗେ ନିଜର ସୁନା ଚେନ୍ ଖୋଲି ରିତେଶଙ୍କ ହାତରେ ଧରାଇ ଦେଲେ। କହିଲେ, ଏ ଚେନ୍ ବିକି ତୁ ତୋର କୋଚିଂ ପାଇଁ ବହି ଆଉ ଅନ୍ୟ ସାମଗ୍ରୀ କିଣିଦେ, ଆଉ ଖୁବ୍ ପରିଶ୍ରମ କର। ମୁଁ ନିଶ୍ଚିନ୍ତ ଯେ ତୁ ଦିନେ ନା ଦିନେ ବଡ଼ ଅଫିସର ନିଶ୍ଚୟ ହେବୁ। ନିଜ ବନ୍ଧୁତ୍ୱ ଓ ବଳିଦାନକୁ ସ୍ୱୀକାର କରି ରିତେଶ ସେ ସୁନା ଚେନ୍ ନେଇଗଲେ। ଆଉ ସେହି ସ୍ଥାନରେ ହିଁ ପ୍ରତିଜ୍ଞା କଲେ କି ନିଜ ସାଙ୍ଗର ଏ ବଳିଦାନର କରଜ ନିଶ୍ଚୟ ଶୁଝିବେ। ସମୟ ବିତୁଥିଲା। ସବୁ କିଛି ଭୁଲିଯାଇ ରିତେଶ ଖୁବ୍ ପରିଶ୍ରମ ବି କରୁଥିଲେ। ଶେଷରେ ସିରାଜର ବଳିଦାନ ଓ ନିଜର ପରିଶ୍ରମ ବଳରେ ରିତେଶ IPS ପାଇଗଲେ। ଆଉ ସେ ଜିଲ୍ଲାର ASP ହୋଇଗଲେ। କିନ୍ତୁ ସମୟ ବିତିବା ସହିତ ଦୁଇ ସାଙ୍ଗ ଭିତରେ ଦୂରତା ବଢ଼ି ଯାଇଥିଲା। କାମରେ ରିତେଶ ବ୍ୟସ୍ତ ହୋଇଯାଇଥିଲେ। ଆଉ ସିରାଜ ବି ନିଜ ପାରିବାରିକ କାମରେ ବ୍ୟସ୍ତ ରହୁଥିଲେ। ହେଲେ ରିତେଶଙ୍କ ମନରେ ସିରାଜଙ୍କର ବଳିଦାନ ସବୁବେଳେ ତାଜା ହୋଇ ରହିଥିଲା। ରିତେଶ ସିରାଜଙ୍କର ସୁନା ଚେନ୍ ବିକି କୋଚିଂରେ ଆଡମିସନ ସହିତ ବହି ସବୁ କିଣିଥିଲେ। ଛୋଟିଆ ଗାଁରେ ରହି ଆର୍ଥିକ ପରିସ୍ଥିତି ଭିତରେ ରହି ଏତେ ବଡ଼ ସ୍ୱପ୍ନ ପୂରଣ କରିବା ରିତେଶଙ୍କ ପାଇଁ ସମ୍ଭବ ନଥିଲା। ଆଉ ଏଥିପାଇଁ ସେ ଦିନ ରାତି ଏକ କରିଦେଇଥିଲେ। ସିରାଜ ବି ସାଙ୍ଗର ସଫଳତା ପାଇଁ ପ୍ରତିଦିନ ପ୍ରାର୍ଥନା କରୁଥିଲେ। ସବୁକିଛି ପରେ ରିତେଶ IPSରେ ସଫଳତା ପାଇଥିଲେ। ରିତେଶ ବହୁତ ଖୁସି ଥିଲେ। ହେଲେ ତାଙ୍କ ଖୁସି ଅଧା ଥିଲା, କାରଣ ତାଙ୍କର ସବୁବେଳେ ସିରାଜଙ୍କର କଥା ମନେ ପଡୁଥିଲା। ସେ ଜାଣିଥିଲେ କି ସିରାଜଙ୍କ ବଳିଦାନ ବିନା ରିତେଶଙ୍କର ଏ ସ୍ୱପ୍ନ ପୂରଣ କରିବା ସମ୍ଭବ ନଥିଲା। ଅନ୍ୟପଟରେ ସିରାଜଙ୍କର ଆର୍ଥିକ ସ୍ଥିତି ପୂର୍ବ ପରି ନଥିଲା। ବାପାଙ୍କର ସ୍ୱାସ୍ଥ୍ୟ ଖରାପ ଓ ବ୍ୟବସାୟରେ ମାନ୍ଦା କାରଣରୁ ତାଙ୍କର ଆର୍ଥିକ ଅବସ୍ଥା ବିଗିଡ଼ି ଯାଇଥିଲା। ଏତେ ଖରାପ ସ୍ଥିତିରେ ବି ସେ ରିତେଶକୁ ସାହାଯ୍ୟ ମାଗୁନଥିଲେ, କାରଣ ସେ ଜାଣିଥିଲେ କି ରିତେଶ ଜଣେ ବଡ଼ ଅଫିସର ହୋଇସାରିଥିଲେ। ତେଣୁ ସେ ବ୍ୟସ୍ତ ରହୁଥିବେ। ରିତେଶ ବି ବାରମ୍ବାର ସିରାଜକୁ ଫୋନ୍ ଲଗାଉଥିଲେ। ହେଲେ ସିରାଜଙ୍କ ନମ୍ବର ବଦଳି ଯାଇଥିଲା। ଆଉ ସେ ନିଜେ ଯାଇ ସିରାଜକୁ ଦେଖା କରିବାକୁ ଚାହୁଁଥିଲେ, ହେଲେ ଯାଇପାରୁନଥିଲେ।
ରିତେଶଙ୍କର ମନ ସବୁବେଳେ ଘାଣ୍ଟି ହେଉଥିଲା। ସେ ଭାବୁଥିଲେ କି କେମିତି ହେଲେ ସାଙ୍ଗର ବଳିଦାନ ଆଉ କରଜ ଶୁଝିବେ ଆଉ ତାଙ୍କୁ ଭେଟିବେ। ରିତେଶ କେବେ ବି ତାଙ୍କୁ ଭୁଲି ନଥିଲେ। ଜୀବନର ପ୍ରତି ସଫଳତାରେ ତାଙ୍କୁ ସିରାଜଙ୍କର ତ୍ୟାଗ ଓ ତାଙ୍କ ସୁନା ଚେନ୍ କଥା ମନେ ପଡ଼ିଯାଉଥିଲା। ଦିନେ ରିତେଶ ନିଜର ଜୁନିୟର ଅଫିସରଙ୍କୁ ସେ ସିରାଜଙ୍କର ପୁରୁଣା ଘରକୁ ପଠାଇଲେ। ହେଲେ ସେ ଅଫିସର ଯାଇ ଦେଖିବା ବେଳକୁ ସେ ଘରେ ସିରାଜ ଓ ତାଙ୍କ ପରିବାର ନଥିଲେ। ସେ ଆଉ କୁଆଡ଼େ ଚାଲି ଯାଇଥିଲେ। ଏକଥା ଜାଣିବା ପରେ ରିତେଶ ବ୍ୟସ୍ତ ହୋଇପଡ଼ିଲେ। ସେ ଭାବୁଥିଲେ କି ତାଙ୍କ ସାଙ୍ଗର ନିଶ୍ଚୟ କିଛି ଅସୁବିଧା ହୋଇଛି। ହେଲେ ମନରେ ଆସୁଥିଲା କି ସିରାଜ ବି ତାଙ୍କୁ ଯୋଗାଯୋଗ କରିପାରିଥାନ୍ତେ। ସିରାଜକୁ ଖୋଜିବା ପାଇଁ ରିତେଶ ନିଜର ଅନ୍ୟ ଜୁନିୟରଙ୍କୁ ଗାଁ ଆଖପାଖରେ ଖୋଜିବା ପାଇଁ ଦାୟିତ୍ୱ ଦେଲେ। ପ୍ରତିଦିନ ସେ ଆଶା କରୁଥିଲେ କି କେଉଁଠୁ ବି କିଛି ଖବର ଆସିବ। ଅନ୍ୟ ପଟରେ ସିରାଜଙ୍କର ଅବସ୍ଥା ଠିକ୍ ନଥିଲା। ସେ ଅସୁବିଧାରେ ଥିଲେ। ବାପାଙ୍କର ସ୍ୱାସ୍ଥ୍ୟ ଓ ବ୍ୟବସାୟରେ ମାନ୍ଦାବସ୍ଥା ପାଇଁ ସେ ଛୋଟ ମୋଟ କାମ କରୁଥିଲେ। ନିଜର ଖରାପ ପରିସ୍ଥିତି ସତ୍ତ୍ୱେ ବି ସେ ରିତେଶଙ୍କ ସଫଳତାରେ ଗର୍ବ କରୁଥିଲେ। ମନେ ମନେ ନିଷ୍ପତ୍ତି ନେଇଥିଲେ କି ସେ ରିତେଶକୁ ନିଜର ଖରାପ ସ୍ଥିତି ସମ୍ପର୍କରେ କହିବେନି। କାହିଁକି ନା ତାଙ୍କ ବନ୍ଧୁତ୍ୱ ସ୍ୱାର୍ଥର ଉପରେ ଥିଲା। ଅନ୍ୟ ପଟରେ ରିତେଶ ସ୍ଥିର କରିସାରିଥିଲେ କି ଯେମିତି ତାଙ୍କୁ ସମୟ ମିଳିବ ସେ ସାଙ୍ଗ ଘରକୁ ଯାଇ ତାଙ୍କୁ ଭେଟିବେ। ସେ ସବୁଦିନ ସେହି ସମୟକୁ ଅପେକ୍ଷା କରୁଥିଲେ ଯେଉଁଦିନ ସେ ସିରାଜକୁ ଭେଟିପାରିବେ ଆଉ ଗର୍ବରେ କହିପାରିବେ କି ଆଜି ମୁଁ ଯାହା ବି ହୋଇଛି ସେସବୁ ତୋରି ପାଇଁ। 7 ବର୍ଷର ପ୍ରତୀକ୍ଷା କରିବା ପରେ ଶେଷରେ ରିତେଶକୁ ସିରାଜଙ୍କର ଠିକଣା ମିଳିଗଲା। ଏ ଖବର ମିଳିବା ପରେ ରିତେଶ ସ୍ଥିର କଲେ କି ଡେରି ନକରି ସେ ସିରାଜକୁ ଭେଟିବେ। ପରଦିନ ସେ ସାଦା ପୋଷାକରେ ସିରାଜଙ୍କର ଠିକଣା ଜାଗାରେ ପହଞ୍ଚିଗଲେ। ଗାଁ ରାସ୍ତାରେ ଯାଉଥିବା ବେଳେ ରିତେଶଙ୍କର ହୃଦୟ ଜୋର ଜୋର ଧଡ଼ଧଡ଼ ହେଉଥିଲା। ରାସ୍ତାରେ ତାଙ୍କ ସହ ଅନେକ ଲୋକ ଦେଖାହେଲେ ଆଉ ସେମାନେ ରିତେଶକୁ ଚିହ୍ନି ପାରିଲେ। ହେଲେ କିଏ ବି ଭାବି ନଥିଲେ କି ଏତେ ବଡ଼ ଅଫିସର ଏକ ମାମୁଲି ଗାଁକୁ ଆସିବେ ବୋଲି। ଶେଷରେ ସେ ସିରାଜଙ୍କର ଘରେ ପହଞ୍ଚିଗଲେ। ବାହାରେ ଥାଇ ଦେଖିଲେ କି ଗୋଟିଏ ଭଙ୍ଗା ଦଦରା ଘର ଆଗରେ ସିରାଜ କାଠ ଚିରୁଥିଲେ। ସିରାଜକୁ ଦେଖି ରିତେଶ କାନ୍ଦି ପକେଇଲେ। ସମୟ ଓ ସଂଘର୍ଷ ସିରାଜକୁ ବଦଳାଇ ଦେଇଥିଲା। ତାଙ୍କ ମୁହଁରେ ଥକ୍କାପଣ ସଫା ସଫା ଦେଖାଯାଉଥିଲା। ହେଲେ ଆଖିରେ ସେହି ଆତ୍ମସମ୍ମାନ ଓ ସ୍ୱାଭିମାନ ଥିଲା ଯାହା ଆଗରୁ ବି ରିତେଶ ଦେଖିଥିଲେ। ରିତେଶ କିଛି ନ କହି ପାଦ ଚିପି ଚିପି ସିରାଜ ପାଖରେ ପହଞ୍ଚିଗଲେ ଆଉ ସିରାଜ ସିରାଜ ବୋଲି ଡାକ ପକେଇଲେ। ଚିହ୍ନା ସ୍ୱର ଶୁଣି ପଛକୁ ବୁଲିଗଲେ ସିରାଜ ଆଉ ସାମ୍ନାରେ ରିତେଶକୁ ଦେଖି ହକ୍କା ପକ୍କା ରହିଗଲେ ଆଉ ତାଙ୍କ ଆଖିରୁ ଲୁହ ବାହାରି ଆସିଲା। ହେଲେ ସେ ନିଜର ଭାବନା ଲୁଚାଇବାକୁ ଚେଷ୍ଟା କରୁଥିଲେ। ରିତେଶ ବ୍ୟସ୍ତ ହୋଇ ପଚାରୁଥିଲେ, ତୁ ଏଠି କେମିତି? ସିରାଜ କିଛି ବି ନ କହି ଆଗକୁ ବଢ଼ିଲେ ଆଉ ସାଙ୍ଗକୁ କୁଣ୍ଢେଇ ପକେଇଲେ। ସାଙ୍ଗକୁ ଜାବୁଡ଼ି ଧରିବାର ସେ ଅନୁଭବ ପ୍ରକୃତରେ ଶବ୍ଦର ଉପରେ ଥିଲା। ଦୁହିଁଙ୍କ ଆଖିରୁ ଲୁହ ବାହାରୁଥିଲା। ଆଖପାଖରେ ଥିବା ଲୋକମାନେ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଗଲେ। ବର୍ଷ ବର୍ଷର ଦୂରତା ଓ ସଂଘର୍ଷର କାହାଣୀ ଯେମିତି ସେହି ମୁହୂର୍ତ୍ତରେ ହିଁ ସମାପ୍ତ ହୋଇଯାଇଥିଲା। ରିତେଶ ସିରାଜକୁ କହିଲେ କି ସାଙ୍ଗ, ତୋ ବିନା ମୁଁ କିଛି ବି ନୁହେଁ। ଆଜି ମୁଁ ଯାହା ହୋଇପାରିଛି କେବଳ ତୋରି ପାଇଁ। ଏହାପରେ ସିରାଜ ନିଜର ଛୋଟିଆ ଘର ଭିତରକୁ ନେଇଗଲେ। ଘର ଭିତରଟା ସେତିକି ସାଦାସିଧା ଥିଲା ଯେମିତି ରିତେଶ ଆଶା କରୁଥିଲେ। ରିତେଶ ଚାରିଆଡ଼ ଅନାଉଥିଲେ ଆଉ ଅନୁଭବ କରୁଥିଲେ କି ସିରାଜ କେତେ କଷ୍ଟରେ ରହୁଥିବେ। କାନ୍ଥରୁ ସିମେଣ୍ଟ ଝରି ଇଟା ଦେଖାଯାଉଥିଲା। କୋଣରେ ରଖାଯାଇଥିବା ଫଟା ବାସନରୁ ସିରାଜଙ୍କର ଆର୍ଥିକ ସ୍ଥିତି ବାରି ହୋଇ ପଡ଼ୁଥିଲା। ସିରାଜ ସାଙ୍ଗକୁ ଏକ ପୁରୁଣା ଚେୟାର ବସିବା ପାଇଁ ଦେଲେ ଆଉ ନିଜେ ଚୁଲିରେ ପାଣି ଗରମ କରିବା ପାଇଁ ଚାଲିଗଲେ। ସିରାଜଙ୍କ ପାଖରେ ଆଉ ସେ ଫୁର୍ତ୍ତି ନଥିଲା। ସେ ଧୀରେ ଧୀରେ ପାଦ ପକାଉଥିଲେ
ରିତେଶଙ୍କର ମନ ପୁରା ଦୁଃଖ ହୋଇଗଲା। ସେ ତାଙ୍କ ଭାବନାକୁ ଚାପିଦେଲେ। ସିରାଜ ଯେମିତି ରିତେଶଙ୍କ ଆଡ଼କୁ ଚା ବଢ଼ାଇଲେ, ରିତେଶ କହିଲେ କି ସାଙ୍ଗ, ଏସବୁ ତୁ କାହିଁକି ସହୁଛୁ? ତୋ ଜୀବନରେ ଏସବୁ କ'ଣ ହୋଇଗଲା? ସିରାଜ ଟିକେ ହସିଦେଲେ ଆଉ କହିଲେ, ରିତେଶ, ମୁଁ ସବୁବେଳେ ଆତ୍ମସ୍ୱାଭିମାନର ସହିତ ବଞ୍ଚିବା ପାଇଁ ଚେଷ୍ଟା କରୁଥିଲି। ମୁଁ କାହାଠୁ କିଛି ବି ଆଶା କରିନି କି କାହାଠୁ କିଛି ବି ମାଗିନି। ବୋଧେ ଏହା ମୋ ଜୀବନର ସବୁଠୁ ଦୁର୍ବଳତା ଥିଲା। ହେଲେ ମୁଁ ବହୁତ ଖୁସି ଯେ ମୋ ସାଙ୍ଗ ଆଜି ଏତେ ବଡ଼ ହୋଇପାରିଛି, ଏତେ ବଡ଼ ସ୍ୱପ୍ନ ପୂରଣ କରିପାରିଛି, ଯେଉଁ ସ୍ୱପ୍ନ ଆମେ ପିଲାଦିନରୁ ଦେଖି ଆସିଛେ। ରିତେଶ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ କି, ତୁ ଜାଣିଛୁ, ତୋର ସେ ସୁନା ଚେନ୍ ମୋ ପାଇଁ କେବଳ ଗୋଟେ ସୁନା ଅଳଙ୍କାର ନଥିଲା। ସେଇଟା ମୋ ପାଇଁ ତୋ ବିଶ୍ୱାସ ଆଉ ତୋ ବନ୍ଧୁତ୍ୱର ଏକ ପରିଚୟ ଥିଲା। ତୁ ମୋତେ ଗୋଟିଏ ସୁଯୋଗ ଦେଇଥିଲୁ ଆଉ ମୁଁ କେବେ ବି ପଛକୁ ବୁଲି ଦେଖିନଥିଲି। ହେଲେ ଆଜି ମୁଁ ଖାଲି ତୋ କରଜକୁ ଶୁଝିବାକୁ ଆସିନି। ମୁଁ ଆଜି ତୋର ସେ ଭାଗକୁ ଫେରାଇବାକୁ ଆସିଛି ଯାହାକୁ ମୁଁ ପଛରେ ଛାଡ଼ି ଦେଇଥିଲି। ସିରାଜ ଚୁପଚାପ ତାଙ୍କର କଥା ଶୁଣିଲେ। କିଛି ସମୟ ପାଇଁ ସେ ରୁମ୍ରେ ନୀରବତା ଛାଇଗଲା। ଦୁଇ ସାଙ୍ଗଙ୍କ ଭିତରେ ସେଇଟା ଗୋଟିଏ ଭାବନାତ୍ମକ ସମୟ ଥିଲା। ହେଲେ କାହାଣୀ ଏତିକିରେ ସରିନଥିଲା। ରିତେଶ ମନେ ମନେ ଭାବି ଦେଇଥିଲେ କି ନିଜ ସାଙ୍ଗର ଜୀବନ ବଦଳାଇବା ପାଇଁ ସବୁ ଚେଷ୍ଟା କରିବେ। ରିତେଶ ଚାର ପ୍ରଥମ ଢୋକ ପିଇ ସିରାଜଙ୍କ ଆଡ଼କୁ ଅନାଇଲେ। ସିରାଜଙ୍କ ଆଖିରେ ଥକାପଣ ଓ ସଂଘର୍ଷର କଥା ଦେଖାଯାଉଥିଲା। ତଥାପି ଚେହେରାରେ ସେଇ ପୁରୁଣା ହସ ଥିଲା, ଯାହାକି ସବୁବେଳେ ମୁସ୍କିଲ ସମୟରେ ବି ତାଙ୍କୁ ସାହାରା ଦେଉଥିଲା। ରିତେଶ କହିଲେ, ତୁ ଜାଣିଛୁ, ତୁ ଦେଇଥିବା ଚେନ୍ ମୋତେ ଗୋଟେ ବଡ଼ ଶିକ୍ଷା ଦେଇଥିଲା। ସେଇଟା ଥିଲା କି ଜୀବନରେ ବନ୍ଧୁତ୍ୱ ବିନା ଆଉ କିଛି ବି ନାହିଁ। ତୋର ସେ ବଳିଦାନ ମୋତେ ସବୁ ସମୟରେ ପ୍ରେରଣା ଦେଉଥିଲା। ସିରାଜ କହିଲେ କି, ମୁଁ ଜାଣିଥିଲି କି ତୁ ମୋ ଠାରୁ ଅଧିକ ସାମର୍ଥ୍ୟବାନ ଥିଲୁ। ମୋର ସେ ଛୋଟିଆ କାମ ତୋ ପାଇଁ ବହୁତ କିଛି କରିପାରିବ। ଆଜି ତୁ ଯେଉଁଠି ଅଛୁ ମୁଁ ଗର୍ବ ଅନୁଭବ କରୁଛି। ହେଲେ ମୋ ଜୀବନ ଏବେ ବି ସେଇଠି ଅଟକି ଯାଇଛି ଯେଉଁଠୁ ତୁ ଆରମ୍ଭ କରିଥିଲୁ। ବୋଧେ ଆମ ଭାଗ୍ୟରେ ଅଲଗା ଅଲଗା କଥା ଲେଖା ହୋଇଛି। ସିରାଜଙ୍କ କଥା ଶୁଣି ରିତେଶ ଟିକେ ଅଟକି ଗଲେ। ନିଜ ପକେଟରୁ ଗୋଟିଏ ଛୋଟିଆ ପ୍ୟାକେଟ ବାହାର କରି ସିରାଜଙ୍କ ଆଡ଼କୁ ବଢ଼େଇ ଦେଲେ। ସିରାଜ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଇଏ କ'ଣ? ରିତେଶ ଟିକେ ହସିଦେଇ କହିଲେ, ତୋର ସେ ପୁରୁଣା ସାଙ୍ଗ ତରଫରୁ ଗୋଟିଏ ଛୋଟିଆ ଉପହାର, ଖୋଲିକି ଦେଖ। ସିରାଜ ଧୀରେ ଧୀରେ ପ୍ୟାକେଟ ଖୋଲିଲେ। ଭିତରେ ଗୋଟିଏ ସୁନାର ଚେନ୍ ଥିଲା, ତା ସହିତ ଗୋଟିଏ ଚିଠି। ସେ ଚିଠିରେ ଲେଖା ଥିଲା, ତୋ ବିନା ମୋର କିଛି ବି ପରିଚୟ ନାହିଁ। ଏ ଚେନ୍ ତୋର, କାରଣ ସେଇଟା ଫେରେଇ ଆମ ବନ୍ଧୁତ୍ୱକୁ ମୁଁ ନୂଆ ରୂପ ଦେବାକୁ ଚାହୁଁଛି। ସିରାଜ ସେ ଚେନ୍କୁ ଦେଖି କାନ୍ଦି ପକେଇଲେ। ସେ ରୁମ୍ର ମାହୋଲ ଭାବପୂର୍ଣ୍ଣ ହୋଇଯାଇଥିଲା। ରିତେଶ ସିରାଜ କାନ୍ଧରେ ହାତ ରଖି କହିଲେ, ଏଇଟା ଛୋଟିଆ ଆରମ୍ଭ। ମୁଁ ତତେ ସେହି ଲକ୍ଷ୍ୟ ଆଡ଼କୁ ନେଇଯିବି ଯାହାର ତୁ ପ୍ରକୃତ ହକଦାର। ସିରାଜ ରିତେଶଙ୍କ ଆଡ଼କୁ ଅନେଇଲେ, ଯେମିତି ବର୍ଷ ବର୍ଷ ପରେ କିଏ ଜଣେ ତାଙ୍କ ଜୀବନରେ ସୂର୍ଯ୍ୟାଲୋକ ଭରିବାକୁ ଯାଉଛନ୍ତି। ଦୁଇ ସାଙ୍ଗଙ୍କ ଭିତରେ ସେ ପୁରୁଣା ବନ୍ଧୁତ୍ୱ ଜୀବନ୍ତ ହୋଇ ଉଠିଲା। ସିରାଜ ଆଖିରୁ ଲୁହ ପୋଛି ରିତେଶଙ୍କ ଆଡ଼କୁ ଅନେଇଲେ। ଦେଖିଲେ ରିତେଶଙ୍କ ଆଖିରେ କୃତଜ୍ଞତା ଓ ପୁରୁଣା କଥାର ଚମକ ଥିଲା। ଚାର ଶେଷ ଢୋକ ପିଇ ରିତେଶ କହିଲେ କି, ସିରାଜ, ମୁଁ ତ ଜୀବନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି, ଯାହାକି ତୁ କେବେ ମୋ ପାଇଁ ବି କରିଥିଲୁ। ତୋ ସାହାଯ୍ୟ ପାଇଁ ଆଜି ମୁଁ ଏ ଜାଗାରେ ପହଞ୍ଚି ପାରିଛି। ଏବେ ମୋ ପାଳି କି ମୁଁ ତତେ ସେ ଜାଗା ଯାଇ ନେଇଯିବି ଯେଉଁଠି ତୁ ସବୁବେଳେ ରହିବାକୁ ଚାହୁଁଥିଲୁ। ସିରାଜ ମୁଣ୍ଡ ନୁଆଇ ରିତେଶଙ୍କ କଥାକୁ ଅନୁଭବ କରୁଥିଲେ। ଧୀରେ ସେ କହିଲେ କି, ମୁଁ ତତେ ନେଇ ଗର୍ବ କରୁଛି। ମୋତେ ଏବେ ବି ଆଶ୍ଚର୍ଯ୍ୟ ଲାଗୁଛି କି ଏତେ ବର୍ଷ ପରେ ତୁ ମୋତେ ଖୋଜିକି ବାହାର କଲୁ ଆଉ ମୋ ଜୀବନକୁ ଆଲୋକିତ କରିବା ପାଇଁ ଚେଷ୍ଟା କରୁଛୁ। ରିତେଶ ହସି ଦେଇ ପକେଟରୁ ଗୋଟିଏ ସରକାରୀ ନିଯୁକ୍ତି ପତ୍ର ବାହାର କଲେ। ସିରାଜଙ୍କ ଆଡ଼କୁ ବଢ଼େଇ ଦେଇ କହିଲେ, ଏଟା ତୋ ପାଇଁ।
ମୁଁ ତ ଟ୍ୟାଲେଣ୍ଟ ଓ ପରିଶ୍ରମ ବିଷୟରେ ଆମ ବିଭାଗରେ କହିଲି। ଆଉ ଏଇଟା ଦେଖ, ତୋ ପାଇଁ ଏକ ନୂଆ ଆରମ୍ଭ। ସିରାଜ ଥର ଥର ହୋଇ ସେ କାଗଜକୁ ନେଲେ। ସେ ନିଯୁକ୍ତିପତ୍ର ଗୋଟିଏ ସରକାରୀ ଯୋଜନାରେ ଏକ ସମ୍ମାନଜନକ ଚାକିରି ଥିଲା। ପଢ଼ି ସାରିବା ପରେ ସିରାଜଙ୍କ ଆଖିରୁ ଲୁହ ବାହାରି ଆସିଲା। ସେ ରିତେଶକୁ କୁଣ୍ଢେଇ ପକେଇ କହିଲେ, ତୁ ଖାଲି ମୋ ଭବିଷ୍ୟତକୁ ନୁହେଁ, ବରଂ ମୋ ଆଶା ଭରସାକୁ ବି ବଞ୍ଚେଇ ଦେଲୁ। ରିତେଶ କହିଲେ, ଆମ ବନ୍ଧୁତ୍ୱ ହିଁ ମୋତେ ଏତେ ବଡ଼ କରିପାରିଥିଲା। ତେଣୁ ଏଇଟା ଖାଲି ତୋ ପାଇଁ ନୁହେଁ, ବରଂ ସେ ବନ୍ଧୁତ୍ୱ ପାଇଁ ଯେଉଁଟା ମୋତେ ଏତେ ବଡ଼ କରିପାରିଲା। ସେ ରୁମ୍ରେ ଗଭୀର ନୀରବତା ଛାଇଗଲା, ଯାହାକି ଭାବନାରେ ଭରି ଯାଇଥିଲା। ରିତେଶ କହିଲେ କି ଯିଏ ବି ପଚାରିବ କି ମୁଁ ଏତେ ବଡ଼ ସ୍ୱପ୍ନ କେମିତି ପୂରଣ କରିପାରିଲି, ମୁଁ ବାସ୍ ତୋର ନାଁ ନେବି। କାରଣ ପ୍ରକୃତ ସାଙ୍ଗ ସିଏ ହୋଇଥାଏ ଯିଏକି ନିଜେ ଜଳିକି ସାଙ୍ଗର ଜୀବନକୁ ଆଲୋକିତ କରିଥାଏ। ଦୁଇ ସାଙ୍ଗଙ୍କ ଭିତରେ ନା କେବଳ ପୁରୁଣା ସ୍ମୃତି ତାଜା ହେଲା, ବରଂ ଏକ ନୂଆ କାହାଣୀ ବି ଲେଖି ହୋଇଗଲା। ଭରସା, ବଳିଦାନ ଓ ବନ୍ଧୁତ୍ୱର କାହାଣୀ। ତ ଆପଣମାନଙ୍କୁ ଏ କାହାଣୀ କେମିତି ଲାଗିଲା? ଆପଣଙ୍କର ମୂଲ୍ୟବାନ ମତ କମେଣ୍ଟ ବକ୍ସରେ ନିଶ୍ଚୟ ଦେବେ। ଆଉ ଆପଣଙ୍କ ଜୀବନରେ ବି ଯଦି କିଏ ଏମିତିକା ବନ୍ଧୁ ଅଛନ୍ତି, ତାହେଲେ ତାଙ୍କ ନାଁ ବି କମେଣ୍ଟ ବକ୍ସରେ ନେଇପାରିବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। କାରଣ ଆପଣଙ୍କର ଲାଇକ୍, କମେଣ୍ଟ, ସେୟାର ଓ ସବସ୍କ୍ରାଇବ୍ ଆମକୁ ଅଧିକରୁ ଅଧିକ ଉତ୍ସାହିତ କରୁଛି। ଆଉ ଆମେ ଆଗକୁ ବଢ଼ିପାରୁଛୁ। ଗତ ଭିଡ଼ିଓରେ ମୂଲ୍ୟବାନ ମତାମତ ଦେଇଥିବା ବନ୍ଧୁମାନେ ହେଲେ ଶମ୍ଭୁ, ତନିଷା ତନୟା ଭୁବନେଶ୍ୱର, ଦାମୋଦର ବିରୁଆ ମୟୂରଭଞ୍ଜ, କମ୍ଭପାଣି ପ୍ରଧାନ ପଳାଶଗୋରା, ମାନସୀ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ଜଗତସିଂହପୁର, ସୁଧାଂଶୁ କୁମାର ବଳ, ଶରତ ବାରିକ, କମଲ ମଲ୍ଲିକ। ଅନେକ ବ୍ୟକ୍ତି କମେଣ୍ଟ କରିଛନ୍ତି, ହେଲେ ସେମାନଙ୍କର ନାଁ ନଥିବାରୁ ଏଠାରେ ନାଁ ପଢ଼ିପାରୁନାହିଁ। ତେଣୁ ସିକ୍ରେଟ ଷ୍ଟୋରି ଚ୍ୟାନେଲର ସବୁ ଦର୍ଶକଙ୍କୁ ଅନେକ ଅନେକ ଧନ୍ୟବାଦ। ଆଶା ଓ ପ୍ରାର୍ଥନା କରୁଛି ଆପଣମାନେ ଖୁସିରେ ଥିବେ।